ଏଭଳିଆ କଦର୍ଯ୍ୟ ରାସ୍ତା ଦୁନିଆରେ ନାହିଁ। ଆପଣ ଦେଖନ୍ତୁ, ମୁଁ ପ୍ରଥମତଃ ଆମର ଯୁବପିଢ଼ିକୁ ପ୍ରଥମ କହୁଛି, ଯେଉଁମାନେ ବି ଏ ରାସ୍ତାରେ ଯାଉଛନ୍ତି, ମଦନପୁରରୁ ପଟ୍ଟାମୁଣ୍ଡେଇ ମୁଖ୍ୟ ରାସ୍ତା ଆମର ନଦୀବନ୍ଧ ରାସ୍ତା, ଯେଉଁମାନେ ବି ଯାଉଛନ୍ତି କମ୍ସେ କମ୍ 20ରୁ 30ରୁ ଅଧିକ ସ୍ପିଡ଼ ଯାଆନ୍ତୁ ନା। ଆଜି ମୁଁ 20 ସ୍ପିଡ଼ରେ ଥିଲି ବୋଲି ଆଜି ପଡ଼ିକି ବଞ୍ଚିଗଲି। ଯଦି 30-40 ସ୍ପିଡ଼ ଯିବା ତାହେଲେ ଆମେ ମରିବାଟା ସୁନିଶ୍ଚିତ। ସେକେଣ୍ଡରେ ମୁଁ ଆମର ପ୍ରଶାସନକୁ ବି ମୁଁ ଅନୁରୋଧ କରୁଛି, ଯେଉଁ ଏଇଠି ବିଲ୍ କଲେ ଆମର ଇଏ ରାସ୍ତାର ବିଲ୍ କରାଇଦେଲେ, ଯେଉଁ କଣ୍ଟ୍ରାକ୍ଟରକୁ ପଇସା ଦେଇଦେଲେ, କ'ଣ କେମିତି ବିଲ୍ କରାଇଥିଲେ ଆପଣ ଚେକ୍ କରିନାହାନ୍ତି? ଆଉ ଗୋଟେ କଥା, ଆମର ଯେଉଁ ବିଧାୟକ ଆମକୁ ପ୍ରତିଶ୍ରୁତି ଦେଉଛନ୍ତି, ପୂର୍ବଥର ବି ବିଧାୟକ ଥିଲେ, ଏଥର ବି ସେମାନେ ଷ୍ଟାଣ୍ଡିଂ ଅଛନ୍ତି। ସେ ଆମର ଦୁର୍ଗ ସାହୁ ଯେ ବିଧାୟକ, ଏ ରାସ୍ତା ଆମକୁ ପ୍ରତିଶ୍ରୁତି ଦେଉଛନ୍ତି ଆମେ ଉନ୍ନତିମୂଳକ କାମ କରିବା। ଉନ୍ନତିମୂଳକ କାମ କେମିତି କ'ଣ କରିବା? ଯଦି ଉନ୍ନତିମୂଳକ ରାସ୍ତା ନ ହେଇପାରୁଛି ଆମେ ଯାଉ ଯାଉ ପଡ଼ିକି ମରିଯିବା। ଉନ୍ନତିମୂଳକ କାମ ହେଇପାରିବ କି? ଯେ ସବୁବେଳେ ପାଇଁ ପଞ୍ଚାୟତକୁ, ଏଠି ତ ଆମର 13ଟା 14ଟା ପଞ୍ଚାୟତ ନିର୍ଭର କରୁଛି ଏଇ ରାସ୍ତାରେ। ଯଦି 13-14ଟା ପଞ୍ଚାୟତରୁ କମ୍ସେ କମ୍ 20-25 ହଜାର ଲୋକ ଡେଲି ଯିବା ଆସିବା କରୁଛନ୍ତି, ଏଠି ମରିବେ ନା ବଞ୍ଚିବେ କୁହନ୍ତୁ? ମୁଁ 20 ସ୍ପିଡ଼ରେ ଯାଉ ଯାଉ ପଡ଼ିଲି, ଏଠି 30-40 ସ୍ପିଡ଼ରେ ଯାଉଛନ୍ତି, କଣ୍ଟିନ୍ୟୁ ଯାଉଛନ୍ତି, ଏଠି କେତେ ଜଣ ପଡ଼ୁଛନ୍ତି କୁହନ୍ତୁ? ଭାଇ ଗାଡ଼ି ଟ୍ରାକ୍ଟର ଚାଲୁଛି, ତେଲ ନେଇଗଲା ଆଉ ଭାଇ ଯେଉଁ ଅସୁବିଧା କୁହନା, ମରିବ ଏଠି ଲୋକ। ରାସ୍ତା ହେଇନା ହେଇ ଭାଇ ଲୋକ ମରିବା କାହିଁକି କେଉଁ ଗୋଟେ ଜାଗାରେ ଭଲ ଅଛି, ଯେଉଁ ବର୍ଷାରେ ପାଣି ବୁଲି ହେଇଛି, କେତେ ବଡ଼ ଗାଡ଼ି କାମ 22 ଦିନ ହିଁ ଗଲା, ବୁଝିପାରିଲ? 22 କୋଟି ଟଙ୍କାର କାମ 22 ଦିନ ଭିତରେ। ତାହେଲେ ଯେଉଁ ଫେବର ମିସ୍ତ୍ରୀ କୁଚୁର ଆସିଥିଲା, ସେ ଫେବର ମିସ୍ତ୍ରୀ ମାନେ ଇଏ ଦବିଗଲା, ବୁଝିଗଲା। ଆଉ ଦେଖ ମାନେ କେଇ ଦିନ ହେଲାଣି, କେତେଥର ରିପେୟାରିଂ ହେଲାଣି। ଗାଡ଼ି ଇଏ ଆଗକୁ ଟିକେ ଯଦି ଯିବ ଦେଖିବ ମାନେ